ସାଙ୍ଗମାନେ ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ୍ ଦେବତା ମାନଙ୍କର ସମୟ। ସେହି ସମୟରେ ଉଠିଲେ କ'ଣ ହୁଏ, କ'ଣ ଫଳ ମିଳେ, ଆଉ ଏହା ପଛରେ କ'ଣ ରହସ୍ୟ ରହିଛି। ସାଙ୍ଗମାନେ, ଆପଣମାନେ ଜାଣିଛନ୍ତି କି ମହାପୁରୁଷମାନେ କହିଛନ୍ତି ଯେ ଜାଗ୍ରତ ରୁହେ ସେ ପାଏ, ଆଉ ଯିଏ ଶୋଇ ରୁହେ ସେ ସବୁବେଳେ ହିଁ କିଛି ହରାଇଥାଏ। ଆପଣଙ୍କ ଘରେ ବି ଯିଏ ବୟସ୍କ ବ୍ୟକ୍ତି ରହିଛନ୍ତି ସେ ହୁଏତ ଆପଣଙ୍କର ଶାଶୁ ଶ୍ୱଶୁର କିମ୍ବା ଜେଜେବାପା ଜେଜେମା କେହି ବି ଆପଣମାନଙ୍କୁ ସବୁବେଳେ କହୁଥିବେ ଯେ ସକାଳେ ଶୀଘ୍ର ଉଠିବା ପାଇଁ। ସାଙ୍ଗମାନେ, ଏହି ଭିଡ଼ିଓଟି ସେଇମାନଙ୍କ ପାଇଁ ଯେଉଁମାନେ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ଚେଇଁଥାନ୍ତି ଏବଂ ସକାଳୁ ଲେଟ୍ରେ ଉଠିଥାନ୍ତି। ଆମକୁ ଆମର ପରିବାର ଲୋକ ସକାଳୁ ଶୀଘ୍ର ଉଠିବା ପାଇଁ କହିଥାନ୍ତି। ଏହା ପଛରେ ଏକ ଆଧ୍ୟାତ୍ମିକତା ରହିଛି, ଆଉ ବିଜ୍ଞାନ ମଧ୍ୟ ଏହା କହିଥାଏ। ସାଙ୍ଗମାନେ, ଭୋର ସମୟ ରାତି 3:30ରୁ 5:30 ଭିତର ସମୟକୁ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଏ। ଯିଏ ସକାଳୁ ଏହି ସମୟରେ ଉଠିଥାଏ ସେମାନଙ୍କର ମାଇଣ୍ଡରେ ସବୁବେଳେ ସକାରାତ୍ମକତା ସୃଷ୍ଟି ହୋଇଥାଏ। ସାଙ୍ଗମାନେ, ଯେଉଁମାନେ ସବୁଦିନ ଏହି ବ୍ରହ୍ମ ମୁହୂର୍ତ୍ତରୁ ଉଠିଛନ୍ତି ସେମାନଙ୍କୁ ସଫଳତା ହିଁ ମିଳିଥାଏ। ଯେଉଁମାନେ ଏହି ବ୍ରହ୍ମ ମୁହୂର୍ତ୍ତର ଫାଇଦା ଉଠାଇଥାନ୍ତି ସେଇମାନେ ହିଁ ସଫଳତା ପାଇଥାନ୍ତି। ଆପଣ ଯଦି ଚାହୁଁଛନ୍ତି ମା ଲକ୍ଷ୍ମୀଙ୍କର କୃପା ମଧ୍ୟ ଆପଣଙ୍କ ଉପରେ ସଦାସର୍ବଦା ଲାଗି ରହିଥାଉ, ତେବେ ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। କାହିଁକି ନା ଏହି ଭିଡ଼ିଓଟିକୁ ଦେଖିଲେ ହିଁ ଜାଣିପାରିବେ ଯେ ଆପଣ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଦ୍ୱାରା ଆପଣଙ୍କୁ କ'ଣ ଫାଇଦା ମିଳିଥାଏ। ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଆପଣମାନେ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ସାଙ୍ଗମାନେ, ଆଉ କମେଣ୍ଟରେ ଶ୍ରଦ୍ଧା ଆଉ ଭକ୍ତିର ସହିତ ଜୟ ମା ଲକ୍ଷ୍ମୀ ନିଶ୍ଚିତ ଲେଖିଦିଅନ୍ତୁ। ଯେତେବେଳେ ଜଣେ ବ୍ୟକ୍ତି ପ୍ରକୃତ ହୃଦୟରୁ ସଫଳତା ହାସଲ କରିବାକୁ ଚାହେଁ ସେତେବେଳେ ବ୍ରହ୍ମାଣ୍ଡର ଶକ୍ତି ମଧ୍ୟ ତାକୁ ସାହାଯ୍ୟ କରିବାକୁ ଚାହେଁ। ସାଙ୍ଗମାନେ, ଏହା ସହିତ ସେ ବ୍ୟକ୍ତି ଅଧିକ ସ୍ଥିର ହୋଇଥାଏ ଏବଂ ବୁଦ୍ଧିମାନ ବନିଯାଇଥାଏ ଯେତେବେଳେ ସେ ବ୍ରହ୍ମ ମୁହୂର୍ତ୍ତରୁ ହିଁ ଏହି ଚେଷ୍ଟାକୁ କରିଥାଏ। ସେ ଯେଉଁ ମନସ୍କାମନା ରଖିଥାଏ ଏହି ବ୍ରହ୍ମ ମୁହୂର୍ତ୍ତରେ ହିଁ ତାକୁ କରିବାକୁ ପଡ଼ିଥାଏ। ଏହି ସମ୍ବନ୍ଧରେ ଏକ କଥା ମୁଁ ଆପଣମାନଙ୍କୁ ଶୁଣିବା ପାଇଁ ଯାଉଛି ସାଙ୍ଗମାନେ, ଆଉ ମୁଁ ନିଶ୍ଚିତ କହିବି ଯେ ଆପଣମାନେ ଏହି କଥାକୁ ଶୁଣିବା ପରେ ଆପଣମାନେ ବି ଜାଣିପାରିବେ ଯେ ବ୍ରହ୍ମ ମୁହୂର୍ତ୍ତରେ ଉଠିବା କାହିଁକି ଅତି ଆବଶ୍ୟକ ଅଟେ। ସାଙ୍ଗମାନେ, ଏହି କଥାଟିକୁ ଟିକେ ଧ୍ୟାନର ସହିତ ଶୁଣନ୍ତୁ। ଗୋଟିଏ ଦିନର କଥା, ଯେତେବେଳେ ଦେବର୍ଷି ନାରଦ ଆକାଶ ମାର୍ଗରେ ଯାଉଥିଲେ ସେତେବେଳେ ସେ ଇନ୍ଦ୍ରଙ୍କ ସହ ଦେଖା ହେଲେ। ଇନ୍ଦ୍ରଦେବ ପଚାରିଲେ, ହେ ଦେବର୍ଷି ନାରଦ, ମୁଁ ଏହା ଦେଖିଲି ଯେ ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତି ସେମାନେ ବହୁତ ଖୁସି ଏବଂ ସଫଳତା ପାଇଥାନ୍ତି, କିନ୍ତୁ ଏହା କାହିଁକି ହୋଇଥାଏ? ନାରଦ ଇନ୍ଦ୍ରଦେବଙ୍କୁ ଏହି ପ୍ରଶ୍ନର ଉତ୍ତର ଦେଇ କହିଲେ ଯେ, ହେ ଇନ୍ଦ୍ରଦେବ, ମୁଁ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର କାଲି ଦେବି। ଏହା କହି ନାରଦ ତୁରନ୍ତ ଶ୍ରୀକୃଷ୍ଣଙ୍କ ପାଖକୁ ଗଲେ। ଶ୍ରୀକୃଷ୍ଣ ନଗରୀ ବୃନ୍ଦାବନ ଆଡ଼େ ନାରଦ ଗମନ କଲେ। ଯେତେବେଳେ ସେ ବୃନ୍ଦାବନରେ ପହଞ୍ଚିଲେ ସେ ଦେଖିଲେ କି ଭଗବାନ ଶ୍ରୀକୃଷ୍ଣ ଏକ ଗଛ ତଳେ ଛିଡ଼ା ହୋଇ ବଂଶୀ ବଜାଉଥିଲେ। ଭଗବାନ ଶ୍ରୀକୃଷ୍ଣ ନାରଦଙ୍କୁ ଆସିବାର କାରଣ ପଚାରିବାରୁ ନାରଦ କହିଲେ, ହେ ପ୍ରଭୁ, ଯେଉଁମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠିଥାନ୍ତି ସେମାନଙ୍କ ଜୀବନ ସବୁବେଳେ ସୁଖମୟ କାହିଁକି ହୋଇଥାଏ, ଆଉ ସେଇମାନେ ହିଁ ସଫଳତା କାହିଁକି ପାଇଥାନ୍ତି? ଏହା କାହିଁକି ବାସ୍ତବରେ ହୋଇଥାଏ? ଶ୍ରୀକୃଷ୍ଣ କହିଲେ, ହେ ଦେବର୍ଷି ନାରଦ, କଳିଯୁଗର ମଣିଷଙ୍କ ପାଇଁ ଆପଣଙ୍କର ଏ ପ୍ରଶ୍ନ ଅତ୍ୟନ୍ତ ଲାଭଦାୟକ। ଶ୍ରୀକୃଷ୍ଣ ନାରଦଙ୍କୁ ଏକ କଥା ଶୁଣାଇବାକୁ ଲାଗିଲେ ଏବଂ କହିଲେ, ହେ ଦେବର୍ଷି ନାରଦ, ଯିଏ ମୋର ଏ କଥାକୁ ସମ୍ପୂର୍ଣ୍ଣ ରୂପେ ଶୁଣିଥାଏ ତାଙ୍କର ଜୀବନ ସାର୍ଥକ ହୋଇଥାଏ ଏବଂ ମୋର ଏହି ବ୍ରହ୍ମ ମୁହୂର୍ତ୍ତର କଥାକୁ ଯିଏ ମନ ଧ୍ୟାନ ଦେଇ ଶୁଣିଥାଏ ତାର ପୁରା ଜୀବନ ସୁଖମୟ ହୋଇଥାଏ। ଦେବର୍ଷି ନାରଦ ଏହା ଶୁଣି କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କର ଏହି କଥାକୁ ସମ୍ପୂର୍ଣ୍ଣ ଧ୍ୟାନର ସହ ଶୁଣିବି ଏବଂ ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଆପଣଙ୍କ କଥାକୁ ଜଣାଇବି। ଶ୍ରୀକୃଷ୍ଣ କହିବାକୁ ଲାଗିଲେ, ଗୋଟିଏ ନଗରୀରେ ଗୋଟିଏ ପିଲା ରହୁଥିଲା। ସେ ପିଲା ବହୁତ ଭଲ, କିନ୍ତୁ ତାର ଗୋଟିଏ ଖରାପ ଅଭ୍ୟାସ ଥିଲା, ସେ ଡେରି ଯାଏଁ ଶୋଇ ରହୁଥିଲା। ସକାଳୁ ତାକୁ ଉଠାଇବା ପାଇଁ ତାର ବାପା ମା ବହୁତ ଚେଷ୍ଟା କରୁଥିଲେ ମଧ୍ୟ ତାକୁ ଉଠାଇ ପାରୁନଥିଲେ। ସେ 9ଟା ପୂର୍ବରୁ କେବେ ବି ଉଠୁନଥିଲା।
ଯେତେବେଳେ ସେ ଛୋଟ ପିଲା ଥିଲା ସେତେବେଳେ ତାର ପରିବାର ଲୋକ ଭାବୁଥିଲେ ଯେ ସେ ବଡ଼ ହୋଇଗଲେ ତାର ଏ ଖରାପ ଅଭ୍ୟାସ ବଦଳିଯିବ। କିନ୍ତୁ ସେ ପିଲା ଯେତେ ବଡ଼ ହେବାକୁ ଲାଗିଲା ତାର ଏ ଅଭ୍ୟାସ ଆହୁରି ଗଭୀର ହେବାକୁ ଲାଗିଲା। ସେ ପିଲା କେବେ ବି ଶୀଘ୍ର ଉଠି ପାରୁନଥିଲା। ତାର ବାପା ସବୁବେଳେ ଚିନ୍ତିତ ରହୁଥିଲେ କାରଣ ତାକୁ ଅନେକ ନକାରାତ୍ମକ ଶକ୍ତି ଘେରି ରହୁଥିଲା। ଏହା ଫଳରେ ସେ ସାରା ଦିନ ଉଦାସ ରହୁଥିଲା ଏବଂ ଏହା ଫଳରେ ସେ ଅସୁସ୍ଥ ମଧ୍ୟ ରହୁଥିଲା। ଯେତେବେଳେ ସେ ଜାଣିଲା ତାର ସାଙ୍ଗମାନେ ସମସ୍ତେ ସଫଳତା ହାସଲ କରିଛନ୍ତି ସେତେବେଳେ ସେ ଆହୁରି ଦୁଃଖିତ ହେବାକୁ ଲାଗିଲା। ସେ ମନେ ମନେ ଭାବୁଥିଲା ଯେ ମୋର ଭାଗ୍ୟ ବୋଧହୁଏ ଖରାପ। କିନ୍ତୁ ତାର ବାପା ଜାଣିଥିଲେ ଯେ ତାର ଅସଫଳତାର କାରଣ କ'ଣ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଦେବର୍ଷି, ତା ବାପାଙ୍କୁ ଜଣେ ସନ୍ନ୍ୟାସୀଙ୍କ ବିଷୟରେ ଜଣାପଡ଼ିଲା। ସେ ତୁରନ୍ତ ତାଙ୍କ ପୁତ୍ରର ସମସ୍ୟାକୁ ନେଇ ସେ ସନ୍ନ୍ୟାସୀଙ୍କ ପାଖକୁ ଗଲେ। ସେହି ପିଲାର ବାପା ସେ ପିଲାର ଖରାପ ଅଭ୍ୟାସ ଏବଂ ତାର ଅସଫଳତା ବିଷୟରେ କହିଲେ। ସନ୍ନ୍ୟାସୀ କହିଲେ, କାଲି ଆପଣ ନିଜର ପୁଅକୁ ଏହି ଆଶ୍ରମକୁ ପଠାଇବେ। ତେଣୁ ତାର ବାପା ତା ପୁଅକୁ ଡାକି କହିଲେ, ତୁମର ସବୁ ସାଙ୍ଗ ତାଙ୍କ ଜୀବନରେ ସଫଳତା ପାଇସାରିଛନ୍ତି, କ'ଣ ତୁମେ ସଫଳତା ପାଇବାକୁ ଚାହୁଁନାହଁ? ପିଲାଟି ଉତ୍ତର ଦେଲା, ହଁ ମୁଁ ଚାହୁଁଛି, କିନ୍ତୁ ଯେତେବେଳେ ବି ମୁଁ ମୋ ସାଙ୍ଗମାନଙ୍କୁ ତାଙ୍କ ସଫଳତାର ରହସ୍ୟ ପଚାରୁଛି ସେମାନେ ମୋତେ କିଛି ବି କହୁନାହାନ୍ତି। ତାର ବାପା ଟିକେ ହସି ଦେଇ କହିଲେ, ମୁଁ ଜାଣିଛି ସେମାନେ କାହିଁକି ସଫଳତା ପାଇଛନ୍ତି। ପିଲାଟି ପଚାରିଲା, ମୋତେ ବି କୁହ, ମୁଁ ବି ସେହି ସଫଳତାକୁ ହାସଲ କରିବି। ତା ବାପା ତାକୁ କହିଲେ, କାଲି ସକାଳେ ତୁମକୁ ଏକ ସନ୍ନ୍ୟାସୀଙ୍କ ପାଖକୁ ଯିବାକୁ ହେବ ଆଉ ତୁମକୁ ସେ ସନ୍ନ୍ୟାସୀ ଏମିତି ଏକ ମନ୍ତ୍ର ଦେବେ ଯାହାଦ୍ୱାରା ତୁମେ ସଫଳ ହୋଇପାରିବ। ପିଲାଟିର ଜିଜ୍ଞାସା ଆହୁରି ବଢ଼ିଗଲା। ବାପା କହିଲେ, କିନ୍ତୁ ଏଥିପାଇଁ ତୁମକୁ ସକାଳୁ ଶୀଘ୍ର ଉଠିଯିବା ପାଇଁ ପଡ଼ିବ। ପିଲାଟି କହିଲା, ହଁ ବାପା, ମୁଁ ନିଶ୍ଚୟ ସକାଳୁ ଶୀଘ୍ର ଉଠି ସେ ସନ୍ନ୍ୟାସୀଙ୍କୁ ଦେଖା କରିବି। ବାପା କହିଲେ, ମନେ ରଖିବୁ, ସେ ସନ୍ନ୍ୟାସୀଙ୍କର ସବୁ କଥାକୁ ଠିକ୍ ଭାବରେ ଶୁଣିବୁ ଏବଂ ତାକୁ ଠିକ୍ ଭାବରେ ପାଳନ କରିବୁ। ଏହା ଶୁଣି ପିଲାଟି ରାତିସାରା ଜାଗ୍ରତ ରହିଲା। କିନ୍ତୁ କେତେବେଳେ ତାର ଆଖି ଲାଗିଗଲା ଏବଂ ସେ ଗଭୀର ନିଦରେ ଶୋଇପଡ଼ିଲା। ଆଉ ଯେତେବେଳେ ତା ନିଦ ଭାଙ୍ଗିଲା ସେତେବେଳେ ସେ ଜାଣିବାକୁ ପାଇଲା ସନ୍ନ୍ୟାସୀଙ୍କୁ ଆଉ ସେ ଭେଟି ପାରିବ ନାହିଁ, କାରଣ ତା ସନ୍ନ୍ୟାସୀଙ୍କୁ ଭେଟିବାର ସମୟ ଗଡ଼ିଯାଇଛି। ବାପା ତାକୁ କହିଲେ, ତୁମେ ଜୀବନରେ କେବେ ବି ସଫଳତା ପାଇପାରିବନି, ଯା ଆଉ ଥରେ ଶୋଇପଡ଼। ବାପାଙ୍କର ଏ କଥାକୁ ଶୁଣି ପିଲାଟି ବହୁତ ଦୁଃଖିତ ହେଲା, କିନ୍ତୁ ସେ ହାର ମାନିଲାନି। ଆଉ ସେ ନିଜେ ପ୍ରତିଜ୍ଞା କଲା ଯେ କାଲି ସକାଳେ ସେ ସନ୍ନ୍ୟାସୀଙ୍କୁ ନିଶ୍ଚିତ ଭାବରେ ଭେଟିବ। ସେ ତାର ହାତକୁ କାଟି ଏକ ଆଘାତ କରିଦେଲା, ଯାହାଫଳରେ କି କଷ୍ଟ ହେବ ଆଉ ତାକୁ ନିଦ ହେବ ନାହିଁ। ଆଉ ତାର ପ୍ରଥମ ଦିନ ସେ ଉଦୟ ସୂର୍ଯ୍ୟଙ୍କୁ ଦେଖିଲା। ସେ କେବେ ବି ତାର ଜୀବନରେ ସୂର୍ଯ୍ୟ ଉଦୟ ସମୟରେ ଉଠିନଥିଲା। ଆଉ ସେ ସନ୍ନ୍ୟାସୀଙ୍କ ପାଖକୁ ଗଲା। ଆଜିର ଦିନ ତା ପାଇଁ ଏକ ଅଲଗା ଦିନ ଥିଲା। ସେ ନିଜକୁ ବହୁତ ଶାନ୍ତ ଅନୁଭବ କରୁଥିଲା। ସେ ସନ୍ନ୍ୟାସୀ ପାଖରେ ଯାଇ ପହଞ୍ଚି ଦେଖିଲା ସନ୍ନ୍ୟାସୀ ଏବଂ ତାଙ୍କର ଶିଷ୍ୟମାନେ ବସି ଧ୍ୟାନ କରୁଥିଲେ। ଧ୍ୟାନର ସମୟ ସମାପ୍ତ ହେଲା ପରେ ପିଲାଟି ସନ୍ନ୍ୟାସୀଙ୍କ ପାଖକୁ ଯାଇ କହିଲା, ଆପଣଙ୍କ ପାଖରେ କିଛି ଏପରି ମନ୍ତ୍ର ଅଛି ଯାହାଦ୍ୱାରା ମୁଁ ସଫଳ ହୋଇପାରିବି? କୃପା କରିକି ମୋତେ ସେହି ମନ୍ତ୍ରଟି କୁହନ୍ତୁ। ସନ୍ନ୍ୟାସୀ କହିଲେ, ମୁଁ ତୁମକୁ ଏହି ମନ୍ତ୍ର କହିବି, କିନ୍ତୁ 21 ଦିନ ଯାଏଁ ତୁମକୁ ଏହା ପାଳନ କରିବାକୁ ହେବ ଆଉ ମୁଁ ତୁମକୁ ସେହି ମନ୍ତ୍ରକୁ 21 ଦିନ ପରେ ହିଁ କହିବି। ସେତେ ପର୍ଯ୍ୟନ୍ତ ମୁଁ ତୁମକୁ ଯେଉଁ କାର୍ଯ୍ୟ କହିବି ତାହା ତୁମକୁ ପାଳନ କରିବାକୁ ହେବ। ଯଦି କାର୍ଯ୍ୟ ଭିତରେ ତୁମର ସଂକଳ୍ପ ଭାଙ୍ଗିଯିବ ତେବେ ମନ୍ତ୍ରର ପ୍ରଭାବ ଆଉ ରହିବ ନାହିଁ। ପିଲାଟି ବିନମ୍ର ସହ କହିଲା, ହଁ ଗୁରୁଦେବ, ମୁଁ ଆପଣଙ୍କର ସବୁ କଥାକୁ ମାନିବି। 21 ଦିନ ଯାଏଁ ମୁଁ ତୁମର ସବୁ କଥାକୁ ମାନିବି। ସନ୍ନ୍ୟାସୀ କହିଲେ, ତୁମକୁ 21 ଦିନ ଯାଏଁ ଏହି ଆଶ୍ରମରେ ରହିବାକୁ ପଡ଼ିବ। ସନ୍ନ୍ୟାସୀଙ୍କର ଏହି କଥା ଶୁଣି ଶିଷ୍ୟଟି ପଚାରିଲା, ହେ ଗୁରୁଦେବ, ବ୍ରହ୍ମ ମୁହୂର୍ତ୍ତରୁ ଉଠି ଏପରି କେଉଁ କାମ ରହିଛି ଯାହାକୁ ମୁଁ କରିବା ଦ୍ୱାରା ମୁଁ ମୋ ଜୀବନରେ ସଫଳତାକୁ ପାଇପାରିବି? ସନ୍ନ୍ୟାସୀ ଉତ୍ତର ଦେଇ କହିଲେ, ବ୍ରହ୍ମ ମୁହୂର୍ତ୍ତରୁ ଉଠି ପ୍ରଥମେ ନିଜର 2 ହାତ ପାପୁଲିକୁ ଦେଖି କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ, କର ମୂଳେ ତୁ ଗୋବିନ୍ଦ,
प्रभाते कर दर्शनम। एही मंत्र को कर दुई हाथर पापुली को देखी कहवा उचित और जेतेबेले धरित्री उपरे पाद रखिब तांकू प्रणाम करबा उचित और ईश्वर को धन्यवाद देव जे आज दिन को आपण मते भेटी देइथिबारु आपण को अनेक अनेक धन्यवाद। ध्यान करने को हेब एवं मन रखिथिबो जेमिति संकल्प न भांगे। 7 दिन जाए से पिलाटी ठीक से संकल्प को पालन कला किंतु जेतेबेले 8म दिन होगला तार संकल्प भांगीगला। से निदरे शोई पड़ा आउ ब्रह्म मुहूर्त उठी पारा नहीं। जेतेबेले तार निद भांगिला से उठिकी सन्यासी पाखक दौड़िला आउ कहला हे गुरुदेव मो संकल्प भांगीगला मु आउ सफलता पाई परिबि नहीं। सन्यासी कहिले सबु भूलर समाधान रही तुमे केबे भी हार माननी पुणी थरे से ही संकल्प को आरंभ कर। सेतेबेले से पिलाटी पचारिला गुरुदेव ब्रह्म मुहूर्त उठिबा आवश्यक काहींकी ब्रह्म मुहूर्त उठिले कौन होइथाय। सन्यासी कहिले ब्रह्म मुहूर्त उठिबार एक रहस्य रही। रात्रि 4 प्रहर होइथाय। प्रथम प्रहर को रुद्रकाल कहुए जोटा कि संध्या 6टारू 9टा पर्यंत। द्वितीय प्रहर को राक्षस काल कहुए जहाँ राति 9टारू 12टा पर्यंत समय होता है। तृतीय प्रहर को गंधर्व काल कहुए जहाँ राति 12टारू सकाळ 3टा पर्यंत होता है। एवं यही चतुर्थ प्रहर जहाँकि ब्रह्म मुहूर्त भाव में जानते समस्ते एवं यह अमृत बेला बोली कहुए ताहा राति 3टारू 6टा पर्यंत रही थाए। जार समय जोटा को ब्रह्म मुहूर्त आम कहूचे ताहा 3:30 ରୁ 5:30 पर्यंत यह समय को ब्रह्म मुहूर्त बोली कहुए। यही समय रे संसार समस्त नकारात्मक शक्ति निष्क्रिय अवस्था रही थाए एवं सकारात्मक शक्तिर सक्रियता बहुत मात्रा रही थाए। ब्रह्म अर्थात देवता और मुहूर्त अर्थात समय। ब्रह्म मुहूर्त अर्थात यही समय रे देवता मानकर समय होता है। यही समय रे सबु देवादेवी धरापृष्ठ रे विचरण करिथांती। यही समय रे जो मनुष्य जाग्रत रही थाए तार उपरे देवतांकर आशीर्वाद रही थाए। सन्यासी जनक से पिला को कहिले जो मानकर मनोस्कामना पूर्ण हेबाकू इच्छा रही थाए जो मानकर किछि समस्या रही थाए तांकर किछि मनोस्कामना बहुत दिन धरी पूर्ण हेउ न थाए तेबे सेमाने एही ब्रह्म मुहूर्त रे स्नान परे ध्यान करिबा उचित। आउ एही ब्रह्म मुहूर्त रे जो माने निजर मनोस्कामना पूर्ण करने को चाहते से माने 21 दिन पर्यंत एही ब्रह्म मुहूर्त ध्यान करिबा उचित। यह एपरि समय जहाँ व्यक्तिंकर आज्ञा चक्र को सक्रिय करिथाए। जो व्यक्ति ब्रह्म मुहूर्त भगवान श्रीकृष्ण कहिले हे देवर्षि नारद यह जो माने पालन करिथांती जो माने ब्रह्म मुहूर्त उठी थांती से माने सर्वदा लक्ष्मींकर कृपा पाई थांती। सेमानंको उपरे सर्वदा माँ लक्ष्मींकर कृपा रही थाए। तेणु जो माने निजर मनोस्कामना को पूर्ण करिबा पई चाहंती जो माने सब बेले सफलता पाइबा को चाहंती से माने एही ब्रह्म मुहूर्त को हाथ छड़ा करिबा उचित नुहे। नारद यह शुणी जाई इंद्रदेव को एही ब्रह्म मुहूर्त विषय रे जणैले। सांगमाने भगवान श्रीकृष्ण कहिले एही कथा को जो माने समस्त को जणाई थांती सेमानंक जीवन रे केबे भी सुखर अभाव होई न थाए केबे भी धनर अभाव होई न थाए। तेणु आपण माने एही वीडियोटी को निजर प्रियजन माननकु निश्चित भाव में शेयर करंतु। वीडियोटी भल लगी गोटे लाइक करंतु आ सब्सक्राइब करिया पई जमार भी भूलंतु नहीं। नेक्स्ट आउ एक टॉपिक आपण माननका पई नै के आसीबी सेते पर्यंत विदाय दियंतु। रहिली नमस्कार।